ରାମ ନାରାୟଣ ରାମ ଇନ୍ଦ୍ରିୟ ଗୁଡ଼ିକରେ ସବୁବେଳେ ପ୍ରେମର କଥା ଉପଜି ଥାଏ, କିନ୍ତୁ ସେଗୁଡ଼ିକ ସବୁ ରଙ୍ଗ ଲଗାଇ ଦିଆ ଭାବନା ମାତ୍ର। ରଙ୍ଗ ଲଗାଇ ଦିଆ କଥା ମାନେ ସଂସାରକୁ ଚଲାଇ ପାରିବ ନାହିଁ। ତେଣୁ ଆମେ ପ୍ରକୃତିର ନିୟମ ଅନୁସାରେ ଆଗକୁ ବଢ଼ୁଛୁ, କିନ୍ତୁ ମଧ୍ୟେ ମଧ୍ୟେ ହରାଇ ଯାଉଛୁ। ମିଟାଇବା ପାଇଁ ଆଗକୁ ବଢ଼ୁଛୁ, କିନ୍ତୁ ମିଟା ଯାଉନାହିଁ। ଶେଷରେ ଯେତେବେଳେ ବାହାରୁ ଯାଏ, ତେବେ କୌଣସି ଜିନିଷରେ ସେ ଶାନ୍ତି ପାଉନାହିଁ। ଦୀପ ଟିମିଟିମି କରି ଜଳି ରହିଥାଏ, ଦୀପରେ ତେଲ ନାହିଁ, କିନ୍ତୁ ବତୀର ଅବଶିଷ୍ଟ ତେଲରେ ସେ ଜଳୁଛି। ଜୀବର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆଉ ଆକାଂକ୍ଷା ଥାଏ ସେଇ ଶାନ୍ତି କେଉଁଠି, ସେଇ ଚିଦାନନ୍ଦ ବ୍ରହ୍ମାନନ୍ଦ। ଯେତେଦିନ ସେ ଏହାକୁ ପାଉନାହିଁ, ଯେତେଦିନ ସମ୍ପୂର୍ଣ୍ଣ ବୀର୍ଯ୍ୟପାତ ହୁଏ ନାହିଁ, ଯେତେଦିନ ସଙ୍ଗମର ଶେଷ ସୀମାକୁ ନ ପହଞ୍ଚେ, ସେତେଦିନ ଜନ୍ମ ମୃତ୍ୟୁର ଥକାନି ଓ ପ୍ରୟାସ ରହିଥାଏ। ଆମେ ପଥିକ ଯାତ୍ରୀ ହୋଇ ମହାସଙ୍ଗମର ସୀମାରେ ଦଣ୍ଡାୟମାନ। ଆମର ମନୋବୃତ୍ତି ଯେତେବେଳେ ମହାବୃତ୍ତିକୁ ନ ପହଞ୍ଚେ, ସେତେଦିନ ଯାତ୍ରା ଚାଲିଥାଏ। ଯେପର୍ଯ୍ୟନ୍ତ ଶାନ୍ତିର ବାଣୀ ରହିଛି, ସେ ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଥାଉ। ଶୀତ, ଗ୍ରୀଷ୍ମ, ବର୍ଷା ଋତୁ ଅଛି, ପ୍ରକୃତିର ନିୟମ ଅଛି ଏବଂ ଏହାର ନିବୃତ୍ତି ପାଇଁ ଏକ ବିଶାଳ କାରଖାନା ମଧ୍ୟ ଅଛି। ଏମିତି ଜଗତ ମଧ୍ୟ ଅଛି ଯେଉଁଠି କୌଣସି ଦୁଃଖ ନାହିଁ। କାହିଁକି ଏହି ବ୍ୟବସ୍ଥା ରଖାଯାଇଛି? ଯେତେବେଳେ କୌଣସି ଜିନିଷ ଉତ୍ପନ୍ନ ହୁଏ, ସେତେବେଳେ ଏହାର ନିବୃତ୍ତି ପାଇଁ ମଧ୍ୟ ଏକ ବ୍ୟବସ୍ଥା ଥାଏ। ଯେପରି ଚିନି ଅଛି, ତାହା ପାଇଁ ଏକ ଗଛ ମଧ୍ୟ ଅଛି।